DECE କୋର୍ସ ଯାହାକି ଡିପ୍ଲୋମା ଇନ୍ ଆର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ୍। ଏହା ଗୋଟିଏ 1 ବର୍ଷୀୟ ଡିପ୍ଲୋମା କୋର୍ସ ଯାହାକି ଯଦି ଆପଣ ମନେ କରନ୍ତୁ 2025 ମସିହାର ଜାନୁଆରୀ ସେସନରେ ଆଡମିସନ୍ ନେଉଛନ୍ତି ତାହେଲେ ସେହି ବର୍ଷ ଅର୍ଥାତ୍ 2025 ମସିହାର ଡିସେମ୍ବର ମାସରେ ତାହାର ଟର୍ମ ଆଣ୍ଡ ଏକ୍ଜାମିନେସନ୍ ହେଇଥାଏ ଏବଂ ଏହି କୋର୍ସଟି ଯେମିତି 1 ବର୍ଷ କମ୍ପ୍ଲିଟ୍ ହେଇଯାଏ ସେତେବେଳେ ଏହି କୋର୍ସଟି ମଧ୍ୟ ଶେଷ ହେଇଯାଏ। ଜାନୁଆରୀରୁ ଆରମ୍ଭ ହୁଏ ଏବଂ ଡିସେମ୍ବର ମାସରେ ଶେଷ ହେଇଯାଏ। ଏହି ଯେଉଁ କୋର୍ସଟି ରହିଛି ଏଇଥିରେ ଆସାଇନମେଣ୍ଟ ଦେବାକୁ ପଡ଼ିଥାଏ ବା ଆସାଇନମେଣ୍ଟ ସବମିଟ୍ କରିବାକୁ ପଡ଼ିଥାଏ। ତାହା ସହିତ ପ୍ରୋଜେକ୍ଟ ସବମିଟ୍ କରିବାକୁ ପଡ଼ିଥାଏ ଏବଂ ଫାଇନାଲି ଯେଉଁ ଗୋଟିଏ ଏକ୍ଜାମ୍ ହେଇଥାଏ ଯାହାକି ଟର୍ମ ଆଣ୍ଡ ଏକ୍ଜାମିନେସନ୍ ତାହା ମଧ୍ୟ ହେଇଥାଏ। ତେବେ ପ୍ରଥମେ ଆସାଇନମେଣ୍ଟ ସବମିଟ୍ କରିବାକୁ ପଡ଼ିଥାଏ, ତାପରେ ତାହାର ପ୍ରୋଜେକ୍ଟ ସବମିଟ୍ କରିବାକୁ ପଡ଼ିଥାଏ ଏବଂ ଟର୍ମ ଆଣ୍ଡ ଏକ୍ଜାମିନେସନ୍ ପରେ ପରେ ଆସାଇନମେଣ୍ଟ ରେଜଲ୍ଟ ଆସିଯାଏ ଗୋଟିଏ କିମ୍ବା 2 ମାସ ମଧ୍ୟରେ ଏବଂ ପ୍ରୋଜେକ୍ଟ ରେଜଲ୍ଟ ମଧ୍ୟ 2ରୁ 3 ମାସ ମଧ୍ୟରେ ଆସିଯାଇଥାଏ ଏବଂ ବେଳେବେଳେ ଏହା ବିଳମ୍ବ ମଧ୍ୟ ହୁଏ। ସେମିତି କୁହାଯାଇପାରିବ ନାହିଁ ଯେ 3 ମାସ କି 4 ମାସ ପରେ ହିଁ ଆସିଯିବ ବା ସେହି ମଧ୍ୟରେ ଆସିଯିବ, ବେଳେବେଳେ ଏହା ବିଳମ୍ବ ମଧ୍ୟ ହେଇପାରେ। ତେଣୁ ଯଦି ଆପଣ ଇଗ୍ନୋରେ DECE କୋର୍ସ କରୁଛନ୍ତି ଏବଂ ଆମଠୁ ଆସାଇନମେଣ୍ଟ ନେବା ପାଇଁ ଚାହୁଁଛନ୍ତି ତେବେ ଡିସପ୍ଲେ ଉପରେ ଯେଉଁ ନମ୍ବରଟି ଦେଖୁଛନ୍ତି ସେହି ନମ୍ବରରେ ହ୍ୱାଟ୍ସଆପ୍ରେ ଯୋଗାଯୋଗ କରନ୍ତୁ। ଆପଣମାନେ ଆମଠୁ ଆସାଇନମେଣ୍ଟ ନେଇପାରିବେ ଏବଂ 90+ ମାର୍କସ୍ ସ୍କୋର କରିପାରିବେ। ତେବେ ଦେଖନ୍ତୁ ତାହାର ଯେଉଁ ରହିଛି ଫାଇନାଲ ଗ୍ରେଡ୍ କାର୍ଡ଼ କେତେବେଳେ ଆସିଯାଏ, ଯେତେବେଳେ ଆପଣଙ୍କର ଆସାଇନମେଣ୍ଟର ରେଜଲ୍ଟ ଆସେ, ପ୍ରୋଜେକ୍ଟର ରେଜଲ୍ଟ ଆସେ ଏବଂ ଟର୍ମ ଆଣ୍ଡ ଏକ୍ଜାମିନେସନର ରେଜଲ୍ଟ ଆସେ। ତେଣୁ ସେ ତିନୋଟି ଯାକ ରେଜଲ୍ଟ ଆସିଲା ପରେ ହିଁ ଫାଇନାଲ ଗ୍ରେଡ୍ କାର୍ଡ଼ର ସ୍କୋର ଶୋ ହୁଏ ଏବଂ ତାହା କମ୍ପ୍ଲିଟେଡ୍ ଜଣାପଡ଼େ। ତାହାର ଯେଉଁ ଷ୍ଟାଟସ୍ ଦେଖି ହୁଏ ଯେ ତାହା କମ୍ପ୍ଲିଟ୍ ହେଇସାରିଛି। ତେବେ ଏହି ମାର୍କ ଯେତେବେଳେ ପୋର୍ଟାଲରେ ଅପଡେଟ୍ ହୁଏ ତାହାର 15ରୁ 30 ଦିନ ମଧ୍ୟରେ ଫାଇନାଲ ଅନଲାଇନ୍ ଗ୍ରେଡ୍ କାର୍ଡ଼ ପ୍ରସ୍ତୁତ କରାଯାଏ ଏବଂ ଯେଉଁ ଅନଲାଇନ୍ ଷ୍ଟାଟସ୍ କମ୍ପ୍ଲିଟେଡ୍ ହେବାର ପ୍ରାୟ 2ରୁ 3 ମାସ ପରେ ୟୁନିଭର୍ସିଟି କ'ଣ କରେ, ଆପଣଙ୍କର ଯେଉଁ ରେଜିଷ୍ଟ୍ରିଭୁକ୍ତ ଠିକଣା ପୋଷ୍ଟ ବା ଆପଣଙ୍କର ଯେଉଁ ପୋଷ୍ଟାଲ ଥ୍ରୋରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଅରିଜିନାଲର ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ଆପଣଙ୍କ ନିକଟକୁ ପଠାଇଥାଏ। ଏହିପରି ଭାବରେ ତାର ପୁରା ପ୍ରୋସେସଟି ରହିଥାଏ।